ବବୁଲ ନାମକ ଗୋଟେ ବାଳକଟିଏ ଥିଲା। ସେ ତା ଗାଁରେ ତା ମା'ର ତାର ରହୁଥିଲେ। ସେ ସଦାସର୍ବଦା ଭାବେ ତା ମା' ପାଇଁ କ'ଣ ନେବି, କ'ଣ କରିବି, ଜୀବନରେ ମୁଁ କ'ଣ କରିପାରିବି, ଏଭଳି ଭାବି ସେ ଜଙ୍ଗଲ ଭିତରେ ବିଚରଣ କରୁଥାଏ। ଥରେ ବିଚରଣ କରୁ କରୁ ଜଣେ ସାଧୁ ଆସି ସେ ବାଟରେ ଯାଉଥିଲେ। ଦେଖିଲେ ପିଲାଟି ଗୋଟେ ଆମ୍ବ ଗଛ ମୂଳେ ବସିଛି, ଆଉ ବସି ପାଣିକୁ ପଥରଟିଏ ମାରୁଛି। ଆଚ୍ଛା, ସାଧୁ ଯାଇ ସେ ବବୁଲ ପାଖରେ ପହଞ୍ଚିଲେ। ବାବାରେ, ତୋ ନାଁ କ'ଣ? ମୋ ନାଁ ହେଉଛି ବବୁଲ। ଆଚ୍ଛା ବବୁଲ, ତମେ ଏଠି କାହିଁକି ବସିଛ? ନା, ମୁଁ କିଛି ରୋଜଗାରର ବାଟ ପାଉନି, ସେଥିପାଇଁ ବହୁତ ମନ ଦୁଃଖ ଲାଗୁଛି, ଆଉ ନିଜକୁ ବହୁତ ଦୁଃଖିତ ଲାଗୁଛି। ମୁଁ ବହୁତ ଦୁଃଖ ମଧ୍ୟ କରୁଛି। ମୋ ମା'କୁ କେମିତି ଚଳେଇବି, କେମିତି ରହିବି, କେମିତି ନିଜ ଗୋଡ଼ରେ ନିଜେ ଠିଆ ହେବି, ଏସବୁ ଭାବି ମୋତେ ବହୁତ ଦୁଃଖ ଲାଗୁଛି। ଆଚ୍ଛା ବବୁଲ, ମୁଁ ତୁମକୁ ଗୋଟେ ଏମିତି ଚମତ୍କାର ଜିନିଷ ଦେବି, ଯାହା ତୁମେ ତୁମ କାର୍ଯ୍ୟରେ ଲଗେଇବ, ଆଉ ଭଲ 2 ପଇସା ଇନକମ୍ କରିବ, କିନ୍ତୁ କେବେ ବି ଗର୍ବ କରିବନି। ହଉ ଆଜ୍ଞା, ଦିଅନ୍ତୁ। ଆଚ୍ଛା ବବୁଲ, ତୁମେ ଏବେ ଆଖି ବୁଜ। ଆଚ୍ଛା ବବୁଲ, ଏଇ ପତ୍ରଟିଏ ନିଅ। ଏଇ ପତ୍ରଟିକୁ ଟିକେ ଗୁଣ୍ଡ କରିବ, ତାପରେ ସେ ପତ୍ରଟି କଅଁଳି ଯାଇଥିବ। ଯେତିକି ଛିଡ଼େଇବ ତାପର ଦିନକୁ କଅଁଳ ହେଇଯାଇଥିବ। କିନ୍ତୁ ମନେ ରଖିବ, ଲୋଭବଶତଃ ଏ ପତ୍ରକୁ ଅଧିକ ଛିଡ଼େଇବ ନାହିଁ। ଛିଡ଼େଇଲେ ସେ ଆଉ ତମ ପାଖରେ ରହିବ ନାହିଁ। ଏହା କହି ଋଷି ତାଙ୍କୁ ଏ ପତ୍ରଟି ଦେଲେ, ଆଉ କହିଲେ ଏ ପତ୍ରଟି ତୁମର ଭେର୍ସୁଙ୍ଗା ପତ୍ର, ଧନିଆ ପତ୍ରର ସ୍ମେଲ୍ ଆସିବ, ଆଉ ଲୋକଙ୍କୁ ବହୁତ ଆକୃଷ୍ଟ କରିବ। ତମେ ଗୋଟେ ଗୁପଚୁପ ବିକିବା କାର୍ଯ୍ୟ ଆରମ୍ଭ କର। ଏହା ତୁମକୁ ସଫଳତାର ଶୀର୍ଷରେ ପହଞ୍ଚେଇ ଦେବ। ଏହା ତାଙ୍କର ଆଦେଶ ମାନି ପତ୍ରଟି ବବୁଲଟି ରଖିଲା, ଆଉ ଘରକୁ ଗଲା। ଗୁପଚୁପର ପ୍ରୟାସରେ ଲାଗି ରହିଲା। ଗୁପଚୁପ କରିବାର ତାକୁ ଅର୍ଥ ଦରକାର ଥିଲା। ତା ମା'ଠୁ କିଛି ଅର୍ଥ ନେଲା। ବେପାର ହେବ ନ ହେବ ଏହା ଭାବି ବଜାରକୁ ଗଲା। ଆଉ ଗୁପଚୁପ ତିଆରି କରି ବଜାରକୁ ଯେତେବେଳେ ଯାଏ, ସେତେବେଳେ ଗୁପଚୁପ ନେବ। ଗୁପଚୁପ ଥରେ କହିଛି, କେତେ ଲୋକ ଆସିଲେ, 5, 7, 8 ଲୋକ ଆସିଲେ। ସେ ଗୁପଚୁପ ଧୀରେ ଧୀରେ ବିକ୍ରି କଲା, ଆଉ ସେ ପତ୍ରକୁ ମଧ୍ୟ ସେ ପକେଇଥିଲା। ଏମିତି ପରିମାଣରେ ବିକ୍ରି ହେଲା ଯେ ସେ ଦିନକୁ ମିନିମମ୍ 3000 ଟଙ୍କା ରୋଜଗାର କରେ। ତାର ସେଥିରେ ମଇଦା, ସୁଜି, ଆଉ ପାଣିରେ ସାମଗ୍ରୀ, ଆଳୁ, ପିଆଜ, ମଟର, ବାଦାମ, ଯାହା ବି ସାମଗ୍ରୀ ପଡ଼େ ସେସବୁର ପଇସା 1000-1500 କାଢ଼ି ନେଇ ରଖିଦିଏ, ଆଉ ବାକିତକ ତାର ଲାଭ ପଇସା ବାହାରେ। ଏହା କରି ସେ ତାର ଗୁଜୁରାଣ ମେଣ୍ଟେଇଲା, ଆଉ ତାର ଦେଇଥିବା ଋଷି ପତ୍ରଟିରେ ତାର ଭାଗ୍ୟ ବଦଳିଗଲା। ଏହା ଗୁପଚୁପର କାହାଣୀର ଗୋଟେ ଛୋଟ ପିଲାଟିର ଥିଲା। ପିଲାଟି ଏବେ ବଡ଼ ହୋଇ ଜଣେ ଗୁପଚୁପ ବିକୁଛି।